ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ଚତୁର୍ଥ ସେମିଷ୍ଟାରର କୋର୍ 9 ର ଯୋଉ ରହିଛି ୟୁନିଟ୍ 4 ଉପରେ। ଆମେ ୟୁନିଟ୍ 1 ର ଆଲୋଚନା କରୁଛା, ଯୋଉଥିରେ ଆମେ ଆଲୋଚନା କରିଥିଲା ପ୍ରଥମ ୟୁନିଟ୍ ରେ ଜଗମୋହନ ଲାଲଙ୍କ ବାବାଜୀ। ତାପରେ ଆମେ ୟୁନିଟ୍ 2 ରେ ଆଲୋଚନା କରିଥିଲା ଯେ ରାଜରାଣୀ ଉପାଖ୍ୟାନ ଉପରେ ଆମେ ଆଲୋଚନା କରିଥିଲା ଗୋଟେ ୟୁନିଟ୍ ରେ, ଆଉ ଗୋଟେ ୟୁନିଟ୍ ରେ ଆମେ ଆଲୋଚନା କରିଥିଲା ୟୁନିଟ୍ 2 ରେ ଆମେ ଆଲୋଚନା କରିଥିଲା ସାଗର ମନ୍ଥନ ଉପରେ। ୟୁନିଟ୍ 2 ରେ ସାଗର ମନ୍ଥନ, ୟୁନିଟ୍ 3 ରେ ରାଜରାଣୀ ଉପାଖ୍ୟାନ ନାରାୟଣ ସାହୁଙ୍କର, ତା ସହିତ ଆମେ ଆଲୋଚନା କରିଥିଲା ବିଜୟ କୁମାର ଶତପଥୀଙ୍କ କୋକୁଆ ଉପରେ। ୟୁନିଟ୍ 3 ୟୁନିଟ୍ 4 ରେ ଆମେ ଆଲୋଚନା କରିଥିଲା କଣ? ୟୁନିଟ୍ 4 ରେ ଆମେ ଆଲୋଚନା କରିଥିଲା ଅନ୍ୟ ଏକ ଶ୍ରବଣ କୁମାର ରତ୍ନାକର ଚୈନୀଙ୍କୁ ଆଲୋଚନା କରିଥିଲା, ତା ସହିତ ଆଉ ଗୋଟେ ରହିଛି ପାହାଡର ଆତ୍ମକଥା, ଯୋଉଟା କି ସୁରେନ ମହାନ୍ତିଙ୍କର ବର୍ତ୍ତମାନ କ୍ଲାସରେ ଆମେ ଆଲୋଚନା କରିବା। ଏବଂ ଦିଟା କ୍ଲାସ ଗୁଡା ଲାଗୁଛି ମତେ, ଏଇଟା 20 ମିନିଟିଆ କ୍ଲାସ ହେଲେ ଦିଟା ଲାଗିବ। ଏଇ ଏକାଙ୍କିକା ସରିଯିବ। ଏଇ ଏକାଙ୍କିକା ସରିଗଲା ପରେ ୟୁନିଟ୍ 1 ଏବଂ ୟୁନିଟ୍ 2 ର ଯୋଉ ଅର୍ ରେ ରହିଛି, ୟୁନିଟ୍ 1 ଏବଂ ୟୁନିଟ୍ 2 ର ଯୋଉ ଅର୍ ରେ ରହିଛି, ଗୋଟେ ହେଉଛି ଯେ ପରକଳମ ବୋଲିକି ଓଡ଼ିଆ ସାହିତ୍ୟର ପ୍ରଥମ ରାଜନୈତିକ ନାଟକ ପରକଳମ, ଏବଂ ତା ସହିତ ଆଉ ଗୋଟେ ଯୋଉ ରହିଛି ଈଶ୍ୱର ଜଣେ ଯୁବକ କାର୍ତ୍ତିକ ଚନ୍ଦ୍ର ରଥଙ୍କର। ଏଇ ଦିଟା ମୁଁ ତୁମକୁ ପଢେଇ ଦେବି ଏଇଟା ସରିଲା ପରେ। ଏଇଟା ହଉଛି କୋର୍ 9 ର କଥା। କୋର୍ 10 ଯଦି ଆମେ ଦେଖିବା, କୋର୍ 10 ରେ ମୁଁ ତୁମକୁ ଅଲରେଡି ପଢେଇ ଦେଇଛି ପ୍ରଥମେ ଯେ ଲଛମା ଉପରେ, ଫକୀରମୋହନ ସେନାପତିଙ୍କ ଲଛମା ପଢେଇ ଦେଇଛି। ତାପରେ ରହିଛି ଆଜିର ମଣିଷ ରହିଛି, ତାପରେ ରହିଛି ୟୁନିଟ୍ 2 ରେ ଯୋଉ ଗୋପୀନାଥ ମହାନ୍ତିଙ୍କର ପରଜା ରହିଛି। ତ ପରଜା ବି ପଢେଇ ଦେବି, କିନ୍ତୁ ତା ଉପରେ ବିଷୟବସ୍ତୁ କମ ମିଳୁଛି ଏବଂ ପୁରା ଉପନ୍ୟାସକୁ ପଢେଇବା ସମ୍ଭବପର ନୁହେଁ। ତ ଦେଖୁଛି ମୁଁ ତା ଉପରେ କିଛି ଡାଟା ମିଳୁଛି ତୁମକୁ ପଢେଇବା ପାଇଁ ପଢେଇ ଦେବି। ଆଉ ଆଜିର ମଣିଷ ଆକ୍ଚୁଆଲି କଣ ନା, ମାନେ ଆକ୍ଚୁଆଲି ଗୋଟେ ସିଲାବସ୍ କୁ ନେଇକି, ସେଟା ତାଙ୍କର ଉନ୍ନତ ଉପନ୍ୟାସ ନୁହେଁ, ସେଇଟା କେବଳ ସିଲାବସ୍ ପାଇଁ ହିଁ, ପାଠ୍ୟ ଖସଡା ପାଇଁ ସେଟା ବନା ହେଇଥିଲା। ତା ଉପରେ ବିଷୟବସ୍ତୁ ମୁଁ ଦେଖିକି ତୁମକୁ ପଢେଇ ଦେବି, ସେଇଟା ସରିଯିବ। ଏବଂ ୟୁନିଟ୍ 3 ମୁଁ ତୁମକୁ ରେବତୀ ଅଲରେଡି ଆଲୋଚନା କରିଦେଇଛି। ରେବତୀ ଆମର କମ୍ପ୍ଲିଟ୍ ଦିଟା ପାର୍ଟ ରେବତୀ ସରି ଯାଇଛି। ଆସନ୍ତା କାଲି ଆମର ଶିକାର, ଭଗବତୀ ଚରଣ ପାଣିଗ୍ରାହୀଙ୍କର ଶିକାର ଗଳ୍ପ ଯୋଉ, ସେଇଟା ବି ସରି ଯିବ। ତାପରେ ପରବର୍ତ୍ତୀ କ୍ଲାସ ଗୁଡାକୁ ଆଲୋଚନା କରିବା। ଏବଂ କୋର୍ 8 ର ବି তোমার পাখাপাখি কোর্স সরি আসিলানি। 4 নম্বর यूनिट বর্তমান চালিছি। 4 নম্বর यूनिट কিছু দিন ভিতরে সরি যাব। তো কোর 8 भी कंप्लीट যাব। তো চিন্তা করনি বহুত কম দিন ভিতরে তোমার +3 4th সেমিস্টার সিলেবাস উইথ টেক্সট, না कि तुमको मु মানে কোনসি গাইড রু পড়াউনি যে বিষয়বস্তু কেবল কইকে সরি গলা বলি। तुमको मु सबले চেষ্টা করিছি পুরো ডিটেইলস রে পড়িয়া পাই, সেইতি টিকে সময় লাগুছি। এবং জানুয়ারি 31 তারিখ সমথিং আমার ক্লাস আরম্ভ হইতিলা। জানুয়ারি 31, ফেব্রুয়ারি 31, ফেব্রুয়ারি 31 মার্চ, ফেব্রুয়ারি 31, ফেব্রুয়ারি 28, মার্চ 31, মার্চ 31 বেলে আমার 2 मंथ হবা। এবং মেবি মতে লাগুছি কি মার্চ 31 বেলକୁ আমার কোর্স 90% সমথিং সরি যাইथिबो। মাত্র 2 মাস ভিতরে তোমার সিলেবাস কমপ্লিট হইଯିबो। সেইতি চিন্তা করনি মু সমস্ত এক্সাম খরা ছুটি পরে যাব। কেবল রাজেন্দ্র ইউনিভার্সিটি র এক্সাম বহুত জলদি হি যাইଯିବ ভଳି লাগুছি মতে। এবং এমানকৰ ফর্ম ফিল আপ বাহিলানি, এবং এমানকৰ মানে এপ্রিল লাস্ট সুদ্ধা এমানଙ୍କର এক্সাম এতර ହେଇଯିବ ভଳି লাগুଛି। 95% লাগুଛି ହେଇଯିବ ভଳି। ବହୁତ কম দিন ভিতরে এমানଙ୍କର এক্সাম ହେଇ যাই পারে। এবং বাকি কোনসি ইউনিভার্সিটি র এক্সাম আর কলাহান্ডি ইউনিভার্সিটি ভଳି লাগুଛି। কলাহান্ডি ইউনিভার্সিটি भी যদি এক্সাম ହେଇଯିବ দিটা, বাকি কোনসি ইউনিভার্সিটি র এক্সাম হেবনি, সব খরা ছুটি পরে হেব। তো বিন্দাস তুমি আরাম সে অরিজিনাল টেক্সট গুড়াক পড়ি চাল। কোনসি অসুবিধা যদি রহিব, কোনসি যদি ডাউট রহিব, দেন মতে মেসেজ করি পচারিব কমেন্ট রে। এবং তলে মোর ইনস্টাগ্রাম লিংক भी দেই দেইছি, FOMMIFRO00 बोल के, मो पर्सनल इंस्टाग्राम आईडी रो लिंक दे देछि, FOMMIFRO00 बोल के। सेही आईडी रे मते मेसेज करी मते कोनसी जे डाउट तो तुम मानकर पाठ पढ़ा रिलेटेड, देन तुम माने मते पचारि पारिबो। तो रखिबा, आमे सीधा आलोचना करबा हम टॉपिक आलो को पळे आसीबा। एवं मु तो तुमको कहनी सब बोले जे चैनल को लाइक करो, सब्सक्राइब करो बोली की। तो तुमको यदि ठीक ठाक लागिबो मो क्लास गुडा, तारे निश्चित भाबरे मु न कहिले मते तुम माने ठीक लाइक सब्सक्राइब करि देतो यदि ठीक लागिबो। एवं यदि किछि तुमरो काम रे आसुनी मो वीडियो, एवं यदि बोरिंग लागुची देन तो न कहले भी चलिबो। किंतु यदि किछि भी काम लागुची एवं यदि बुझी होची, देन मु न कहले मते तुम चैनल को सब्सक्राइब करी की बेल आइकन को ऑन करी की वीडियो को लाइक कर देतो, कहीं ना मते भी लागिबो जे नै एतिकी गुडा पिला मो वीडियो पढुचंदी बोली की। तो हम आलोचना करबा पहाड़ आत्मकथा उपरे। ए जगह रे पहाड़ भलिया जने दीर्घकाल दंडायमान नै कि से वृद्ध व्यक्ति केमिति निजर आत्मकथा कहि चलीची, से जिंस गुरो को ऊपर हम आलोचना करबा। এবং অন্য এক শ্রবণ কুমার দিলে পড়িতিলা, हमको दुख লাগিতিলা অন্য এক শ্রবণ কুমার রে, যে সেই শ্রবণ কুমার द्वापर जुगर श्रवण कुमार नुहंती, वर्तमान श्रवण कुमार कौन जे आधुनिक जुगर श्रवण कुमार, जे कि जने उच्च शिक्षित आईएएस ऑफिसर संबितकर कथा में आलोचना करथिला। अन्य एक श्रवण कुमार वर्तमान में आलोचना कर पहाड़ आत्मकथा। और पहाड़ आत्मकथा विषयवस्तु आलोचना करबा पूर्वरु ताकु जे रचना करछन्ती सुरेन महांती, तांको ऊपर टिके पढि देबा। ओडिया बेतार नाटक दुनिया रे सुरेन महांती जने सुप्रतिष्ठित व्यक्तित्व। रचना, प्रयोजना, निर्देशना आदि क्षेत्र में सुख्याति रही। रचित एकांकिका गुड़िक मध्य रही जदि दुख,
ଦେଇଛ ପ୍ରଭୁ ଫୁଲ ଫୁଲଦାନୀ କାଳିର ଭୂତ ସ୍ୱଗତ କ୍ୟାକ୍ଟସର କାହାଣୀ ଆମର ଦାବି ବିଶ୍ୱରୂପ ପାହାଡ଼ର ଆତ୍ମକଥା ଏଗୁଡାକ ରହିଛି ତାଙ୍କର ଏକାଙ୍କିକା। ତାଙ୍କର ପ୍ରସିଦ୍ଧ ନାଟକ ଗୁଡ଼ିକ ହେଉଛି ବେଗମ କୋଠରୀ, ବଜ୍ର କବାଟ, ଝରକା, ଅନୁପ୍ରାପୀ 4ଟି ଏକାଙ୍କିକା ନାଟକ ମଧ୍ୟ ସେ ରଚନା କରିଛନ୍ତି। ସପ୍ତସ୍ୱରୀ ଏକାଙ୍କିକା ସଂକଳନ ତାଙ୍କ ନାଟ୍ୟ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ପାହାଡ଼ର ଆତ୍ମକଥା ଏକ ଭିନ୍ନ ଧରଣର ଏକାଙ୍କିକା। ଏଥିରେ ଆଫା ନିରାଫାର ଦ୍ୱନ୍ଦ୍ୱ ଆମେ ଦେଖିବାକୁ ପାଇବା। ଏହି ଏକାଙ୍କିକା ଉପରେ ଆଲୋକପାତ କରିକି ଆଲୋଚକ ଡକ୍ଟର ଫେଟିସାର ଏଇଟା ନାରାୟଣ ଫେଟିସାର କହିଛନ୍ତି ଯେ ଆଫାକୁ ପାଥେୟ କରି ମଣିଷ ବଞ୍ଚେ। ସ୍ତୂପୀକୃତ ଆଫାର ପାହାଡ଼ ପିତବାଫକୁ ବଞ୍ଚାଇ ରଖିଥିଲା ଦୀର୍ଘ 20 ବର୍ଷ ହେବ। ପିତବାଫର ମୃତ୍ୟୁ ଯେ ଜାଗାରେ ଦେଖିବା ଯେ ଆଫାକୁ ହିଁ ନେଇକି ମଣିଷ ବଞ୍ଚେ। ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ଆଫା ରହିଛି। ସ୍ତୂପୀକୃତ ଆଫାର ପାହାଡ଼ ପିତବାଫ ଗୋଟେ ଆଫାରେ ହିଁ ବଞ୍ଚି ରହିଥିଲା ଦୀର୍ଘ 20 ବର୍ଷ। ଯେ ସେ ଆଫାର ଯେଉଁ ପାହାଡ଼ ଯେଉଁ ପାହାଡ଼ ହେଉଛି ଦୂର। ତ ଏ ଜାଗାରେ ଆମେ ଦେଖିବା ଯେ ଗୋଟେ ଆଫାର ପାହାଡ଼ ପିତବାଫକୁ ବଞ୍ଚେଇ ରଖିଥିଲା ଦୀର୍ଘ 20 ବର୍ଷ ହେବ। ପିତବାଫର ମୃତ୍ୟୁ ପରେ ହୃଷିକେଶ ଦର୍ଶକ ଏବଂ ପାଠକମାନଙ୍କ ସମ୍ମୁଖକୁ ଆସି ପ୍ରକାଶ କରିଛନ୍ତି ଯେ ହଁ ମୁଁ ହାରିଛି 20 ବର୍ଷ ତଳେ। ରୂପରଞ୍ଜନ ନାହିଁ, ରୂପରଞ୍ଜନ ମରିଛି 20 ବର୍ଷ ତଳେ। କେବଳ ବଞ୍ଚେଇ ରଖିଥିଲି ପିତବାଫର ଜୀବନ ଲାଗି। ପିତବାଫ ଯେଉଁ ରୂପରଞ୍ଜନର ଆଶାରେ ଯେଉଁ 20 ବର୍ଷ ରହିଛି ସେଇଟା ହିଁ ଆମେ ଦେଖିବାକୁ ପାଇବା। ଏକାଙ୍କିକାର ନାମକରଣ ପ୍ରତୀକାତ୍ମକ। ସ୍ତୂପୀକୃତ ଆଶାର ପାହାଡ଼କୁ ପାଥେୟ କରି ବଞ୍ଚିଥିବା ଯେ ସେ ଯେଉଁ ସ୍ତୂପୀକୃତ ଆଶାର ପାହାଡ଼କୁ ଯେଉଁ ବଞ୍ଚିକି ଯେଉଁ ପାହାଡ଼ ମାନେ ଏଇ ଜାଗାରେ ଗୋଟେ ପ୍ରକାର ଦେଖିବା ପିତବାଫ କେମିତି ସେଇ ଆଶାର ପାହାଡ଼କୁ ଆଶା ରୂପକ ପାହାଡ଼କୁ ଅପେକ୍ଷା କରିକି ବଞ୍ଚିଛି ସେ ଜିନିଷ ଆମେ ଦେଖିବା। ପିତବାଫର ଆଶା ଭରସା ଏବଂ ରୂପରଞ୍ଜନକୁ ନେଇକି ଏ ଏକାଙ୍କିକାର କଥାବସ୍ତୁ ପରିକଳ୍ପନା କରାଯାଇଛି। ଏଇଟା ଜଷ୍ଟ ଜିଷ୍ଟ ତା ଉପରେ ଆମେ ବିଷୟବସ୍ତୁ ଆଲୋଚନା କଲେ ତୁମେ ଏଇ ଉପରେ ଜାଣିଯିବ। ପାହାଡ଼ର ଆତ୍ମକଥା ସୁରେନ ମହାନ୍ତି ରଚନା କରିଛନ୍ତି। ବୃଦ୍ଧ ପିତବାଫଙ୍କର ଗୋଟିଏ କକ୍ଷର ଦୃଶ୍ୟରୁ ଏଇଟା ଆରମ୍ଭ ହୋଇଛି। କକ୍ଷଟି ପିତବାଫଙ୍କର ଶୟନ ଓ ବୈଠକଖାନା ଲାଗି ବ୍ୟବହୃତ। ଖଟ, ଆରାମ ଚୌକି, ଟେବୁଲ ଓ ଚୌକିଟିଏ। ଖଟରେ ବିଛଣା, ଟେବୁଲ ଉପରେ ଚିଠିର ସ୍ତୂପ ଓ ନାନା ପ୍ରକାରର ଔଷଧ। କାନ୍ଥରେ କାନ୍ଥ ଘଣ୍ଟା। ଆରାମ ଚୌକିରେ ବସି ପିତବାଫ ମନୋନିବେଶ କରି ଚିଠି ପଢୁଛନ୍ତି। ଚାକର ଆଣି ଗିଲାସେ ପାଣି ଦେଇଛି ପିତବାଫଙ୍କୁ। ବୃଦ୍ଧ ପିତାବାଫଙ୍କ ଗୃହରୁ ଏଇ ଏକାଙ୍କିକାଟି ଆରମ୍ଭ ହେଇଛି। ତାଙ୍କୁ ଆଣିକି କ'ଣ ଚାକର ଗିଲାସେ ପାଣି ଦେଲା। ପିତବାଫ ପାଣି ପରେ ଗରମ ଦୁଧ, ତାପରେ ପୁଣି ପାଣି ପିଇକି ଘଣ୍ଟା କଣ୍ଟା ସହିତ ତୁମେ ଆସ ନା ତୁମ ସହିତ ଘଣ୍ଟା ଚାଲେ ସୁପରମ୍ୟାନ। ଏ ଜାଗାରେ ଏ ସୁପରମ୍ୟାନ ମାନେ ପିଲାମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଜାଣିତ। ସୁପରମ୍ୟାନ ମାନେ ଚାକରକୁ ବୁଝଉଛି। ସୁପରମ୍ୟାନ ମାନେ ଚାକରକୁ ଯେ ପିତାବାଫ କହିଛନ୍ତି ପାଣି ପରେ ପୁଣି ଗରମ ଦୁଧ ଦେବ, ତାପରେ ପୁଣି ପାଣି। ଘଣ୍ଟା ସହିତ ତୁମେ ଆସ ନା ତୁମ ସହିତ ଘଣ୍ଟା ସୁପରମ୍ୟାନ ତୁମେ ସବୁ କାର୍ଯ୍ୟକୁ କେମିତି ହ୍ୟାଣ୍ଡେଲ କର ବୋଲି କହିଛନ୍ତି ଚାକର। ଆଜି କ'ଣ ଖବର ଆସିଛି? ପିତବାଫ କହିଲେ ହୃଷିକେଶ ଲେଖୁଛି ସୁପରମ୍ୟାନ, ତୁମର ବାବୁ ଆଜି ପିଲା ନୁହେଁ, ସେ ଯୁବକ। ହଫେ ଯୁବକ କ'ଣ ବୁଝ? ଚାକର କହିଲେ ବୁଝେ। ପିତବାଫ ଯୁବକର ଦେହ କିପରି କମ୍ପେ? କିଏ କମ୍ପାଏ ଜାଣ? ଚାକର ଜାଣେ ନା। ପିତବାଫ ଫିରା ପ୍ରଫିରାର କି ହାଡ଼ କମ୍ପେ ନା? କମ୍ପେ ମନ, କମ୍ପାଏ ଯୌବନ। ବାବୁ ଯାଇଛି ବଣଭୋଜି କରି, ସାଙ୍ଗରେ ଅଛନ୍ତି ଦିଲ୍ଲୀ ସହରର ଯୁବକ ଯୁବତୀ, ବନ୍ଧୁ ବାନ୍ଧବୀ। କ'ଣ ବୁଝିଲ? ଚାକର ଆଉ କ'ଣ ଲେଖିଛନ୍ତି? ପିତବାଫ ବାବୁ ତୁମର ଭଲ ଘୋଡ଼ା ଚଢ଼ି ପାରୁଛି, ପ୍ରତିଯୋଗିତାରେ ଫାଷ୍ଟ ହୋଇ ଦିଲ୍ଲୀ କପ୍ ପାଇଛି। ଆହୁରି ଶୁଣ, ବାବୁର ଉଚ୍ଚା ବର୍ତ୍ତମାନ 5 ଫୁଟ 7 ଇଞ୍ଚ, ବୟସ ମାତ୍ର 20, ଧାରୁଆ ନିଫ ନେଳି ଆଖି, ଫୁଲା ଗାଲ, ଠିଆ ନାକ, ମୁକ୍ତା ପରି ଦାନ୍ତ। ଓଜନ ରୁହ ଚିଠି ଦେଖେ, ହଁ 125 ପାଉଣ୍ଡ। ଦେଖିବାକୁ ଠିକ। ଚିଠି ସବୁ ମୋଡ଼ି ହାତରେ ଧରିବା। ଯେ ଏ ଜାଗାରେ ପିତବାଫ ଯାହାକୁ ଅନେଇକି ବଞ୍ଚିଛନ୍ତି ଯେଉଁ ରୂପରଞ୍ଜନକୁ, ସେ ରୂପରଞ୍ଜନ ଉପରେ ଆଲୋଚନା କରାଯାଉଛି ଏ ଜାଗାରେ। ଏବଂ ଏ ଜାଗାରେ ଗୋଟେ ଚିଠି ଆସିଛି। ହୃଷିକେଶ ଚିଠି ଲେଖିଛି ପିତବାଫ ପାଖକୁ, କାହିଁକିନା ହୃଷିକେଶଙ୍କ ଠାରେ ରୂପରଞ୍ଜନ ପାଳିତ ହେଉଥିଲା। ତ ହୃଷିକେଶ ଦିଲ୍ଲୀରୁ ଚିଠି ଲେଖିଛି ପିତବାଫଙ୍କ ପାଖକୁ। ପିତବାଫ ପଢିକି ସେଇ ରୂପରଞ୍ଜନର କଥା ଏ ଜାଗାରେ କହିଛନ୍ତି। ମାନେ ପିତବାଫଙ୍କ ପାଖକୁ ଯେଉଁ ଚିଠି ଆସିଛି, କାହା ପାଖରୁ? ହୃଷିକେଶ ପାଖରୁ। ହୃଷିକେଶ ଯେଉଁ ଲେଖୁଛି ହୃଷିକେଶ ଯେଉଁ ଲେଖିଛି ପିତବାଫ ପାଖକୁ, ସେ ଚିଠିକୁ ପିତବାଫ ପଢିଛନ୍ତି ଏବଂ ରୂପରଞ୍ଜନର କଳ୍ପନା କରିଛନ୍ତି। ସେ ରୂପରଞ୍ଜନ କିଏ ଆମେ ଲାଷ୍ଟରେ ଜାଣିବା। ତୁମକୁ ଏବେଠୁ କହିଦେଲେ ତୁମକୁ ଆଉ ଇଣ୍ଟରେଷ୍ଟ ଲାଗିବ ନାହିଁ। ତାପରେ ଚାକର କାହା ପରି ଖୋକା ବାବୁଙ୍କ ପରି? ପିତବାଫ ଆରାମ ଚୌକିରେ ଶୋଇ ମାନେ ସେ ଉପରେ କଥାବାର୍ତ୍ତା ହେଇଛନ୍ତି। ଚାକର ବାବୁ
କିଛି ଉତ୍ତର ନ ଦେଇ ପୁଣି ବାବୁ 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 ଓ ଡାକ୍ତର ଯାଏ ଚାକରର ପ୍ରସ୍ଥାନ। ଅଳ୍ପ ସମୟ ଭିତରେ ଡାକ୍ତର ବନ୍ଧୁ ପାର୍ଥଙ୍କର ପ୍ରବେଶ। ଏଇ ଜାଗାରେ ଆଉ ଗୋଟେ ଚରିତ୍ର ତାଙ୍କର ଡାକ୍ତର ବନ୍ଧୁ କାହାର ପିତାବାପଙ୍କର ଗୋଟେ ଡାକ୍ତର ବନ୍ଧୁ ପାର୍ଥଙ୍କର ପ୍ରବେଶ ହେଇଛି। ଡାକ୍ତର ଆରେ ଚାକରଟା ସୁପରମ୍ୟାନ ସୁପରମ୍ୟାନ ଚାକରକୁ ସୁପରମ୍ୟାନ ସୁପରମ୍ୟାନ ବୋଲି କହୁଛନ୍ତି। ପିତବାପ ପିତବାପ ଉତ୍ତର ନ ପାଇ ନାଡ଼ି ଦେଖିବା ଓ ବ୍ୟାଗରୁ ଇଞ୍ଜେକ୍ସନ ବାହାର କରି ସିରିଞ୍ଜ ଭର୍ତ୍ତି କରିଦେବା ଓ ପାଖ ଟେବୁଲରେ ବସି ଆଶ୍ଚର୍ଯ୍ୟ। ଦାଣ୍ଡ ଦ୍ୱାର ମୁକୁଳ ଆଲୁଅ ଜଳୁଛି, ଚାକର ନାହିଁ। ଏମିତି ପଡିଛି, ଭାଗ୍ୟକୁ ମୋ ପାଖକୁ ଆସିଥିଲି, ନ କଲେ ଏତେ ରାତିରେ କିଏ ମାନେ କୁଆଡେ ଗଲା ସୁପରମ୍ୟାନ କୁଆଡେ ଗଲା ଡାକ୍ତର ପଳେଇ ଆସିଛନ୍ତି, କାହିଁକିନା ଡାକ୍ତର ସବୁବେଳେ ପିତବାପଙ୍କର ଚିକିତ୍ସା କରନ୍ତି, ତ ସେ କୁଆଡେ ଗଲା ବୋଲିକି ସେ କହୁଛନ୍ତି ଡାକ୍ତର ପାର୍ଥ। ପିତବାପ କହିଲେ ସୁପରମ୍ୟାନ ସୁପରମ୍ୟାନ। ଡାକ୍ତର କହିଲେ ଉଠ ନାହିଁ ଭାଇ। ପିତବାପ କିଏ? ଡାକ୍ତର କହିଲେ ମୁଁ ପାର୍ଥ। ପିତବାପ ତାପରେ ପାର୍ଥ ଡାକ୍ତର? ହଁ ବନ୍ଧୁ। ପିତବାପ ଏତେବେଳେ? ଡାକ୍ତର କହିଲେ ପାଖ ଘରେ ରୋଗୀ ଥିଲେ, ଫେରିଲା ବେଳେ ତ ଘର ଦୁଆର ମେଳା ଦେଖି ପଶି ଆସିଲି, ବୁଝୁନୁ ତୋର ଆଉ ମୋର ବା ଆଉ କେତେ ଦିନ। ଆଚ୍ଛା ତ ସୁପରମ୍ୟାନ କୁଆଡେ ଗଲା? ଡାକ୍ତର ପିତବାପ ଆକ୍ଚୁଆଲି ପିତବାପର ବନ୍ଧୁ ହଉଛନ୍ତି ଡାକ୍ତର, ସେ ତାଙ୍କର ବନ୍ଧୁ ବି ଏବଂ ତାଙ୍କର ଚିକିତ୍ସା ବି କରୁଥିଲେ ଡାକ୍ତର ପାର୍ଥ। ତ ଯେତେବେଳେ ପିତବାପର ଘର ମେଲା ଥିଲା, ସେ ଡାକ୍ତର ମାନେ ପଳେଇ ଆସିଛନ୍ତି ଏବଂ ଖୋଜିଛନ୍ତି କୁଆଡେ ଗଲା ସେ ଚାକରଟା ସୁପରମ୍ୟାନ। ପିତବାପ ଛାଡିକି ପଳେଇଛି, ପିତବାପ ପଡିଛି ବେଡରେ ବୋଲିକି କହୁଛନ୍ତି। ତ ସୁପରମ୍ୟାନ କୁଆଡେ ଗଲା? ପିତବାପ କହିଲେ ତାକୁ ଡାକିବାକୁ ହୁଏ ନା ପାର୍ଥ, ଛାଇ ପରିଥାଏ, ମୋ ଉପରେ ସନ୍ଦେହ ହେଲେ ତୋ ପାଖକୁ ଯାଏ। ମାନେ କହିଲେ କି ନାଇଁ ତାକୁ ଡାକିବାକୁ ହୁଏନି, ସୁପରମ୍ୟାନ ପୁରା ଫଟକିନା ପଳେଇ ଆସେ। ଡାକ୍ତର ତୁ ଚାଲ ତ ଶୋଇବୁ, ସେ ମୋରି ପାଖକୁ ଯାଇଛି। ପିତବାପ ଓ ମୁଁ ତାହେଲେ ରହି ଆଉ ଚେଷ୍ଟା କର ନା ପାର୍ଥ। ପିତବାପ ମୁଁ ତୋଠାରୁ ବର୍ଷେ ବଡ, ତୁ ନିଜକୁ ଏତେ ବୟସ୍କ ଭାବ ନା। ଭାବେ ନା ଡାକ୍ତର କହୁଛନ୍ତି ତୁ ବୟସ୍କ ଭାବ ନା, ତତେ ଯେଉଁ ଜିନିଷ କହୁଛି ତୋ ସ୍ୱାସ୍ଥ୍ୟର ଯତ୍ନ ନେ ବୋଲିକି ଡାକ୍ତର ପିତବାପକୁ ବୁଝେଇଛନ୍ତି। ପିତବାପ କହିଛି ଦେହଠାରୁ ଛାତିଟା ବେଶୀ ବୁଢା ହେଲାଣି ପାର୍ଥ, ଖାଲି ଗୁରୁଣ୍ଡୁଛି, ଅଣ୍ଟା ଭାଙ୍ଗି ଗଲାଣି, ଆଉ କେତେ ସହିବ କହ। ସବୁ ତ ଗଲେ, ଆଉ କିଏ ଅଛି? ପିଲାମାନେ ତୁ ତ ଦେଖୁଛୁ, ଏଇ ଘରେ କେତେ ପୁଅ ଝିଅ ମଣିଷ ମାଇପେ ଥିଲେ, ଆଜି କାହିଁ କିଏ? ଥୁଣ୍ଟା ବରଗଛର ମୁଣ୍ଡା ଡାଳରେ ପତରଟାଏ କଅଁଳିଛି, ସେ ପତର ଉପରେ କି ବି ଆଫା, ମାନେ ସେ ପତର ଉପରେ ବି ବା ସେ ପତର ଉପରେ କି ଆଫା କି ବି ହେଇଯାଇଛି, କି ଆଫା କହିଲୁ ଡାକ୍ତର? କି ଖବର ପାଇଛୁ? ପିତବାପ ସବୁଦିନ ପାଏ, ଆଜି ହୃଷିକେଶ ଲେଖିଛି ଯେ ବାବୁ ଆମର ଯାଇଛନ୍ତି ବଣଭୋଜିରେ। ପାର୍ଥ 20 ବର୍ଷର ଟୋକା ଯୁବକ, ସିଏ ତ ଯିବ। ହୃଷିକେଶ ଲେଖିଛି ସେ କୁଆଡେ ଦେଖିବାକୁ, ମାନେ ଏଇ ଜାଗାରେ ସେ ରୂପରଞ୍ଜନ ଯାହାକୁ ନେଇକି ବଞ୍ଚି ରହିଥିଲା, ସେ କହିଛି କି ପାର୍ଥ ସେ 20 ବର୍ଷର ଗୋଟେ ଯୁବକ, ତାକୁ 20 ବର୍ଷ ହେଲାଣି, ସେ ବଣଭୋଜିରେ ଯାଇଛି ଆଜି। ମୁଁ ସେ ରୂପରଞ୍ଜନ ବୋଲି କହିଛି। ହୃଷିକେଶ ଲେଖିଛି ସେ କୁଆଡେ ଦେଖିବାକୁ। ଡାକ୍ତର କାହା ପରି? ଚାକର କହିଲେ ବାବୁ ଆପଣ ଏଠି, ମୁଁ ସେ ଜାଗାରେ ଚାକର ପଳେଇ ଆସିଛି। ଡାକ୍ତର ତୁମ ଦୁଆର ଖୋଲା ଦେଖି ଆସିଲି। ପିତବାପ ପିତବାପ ସୁପରମ୍ୟାନ ସୁପରମ୍ୟାନ ବାବୁଙ୍କୁ ଘରକୁ ନେବା, ମାନେ ଡାକ୍ତର କହିଲେ ବାବୁଙ୍କୁ ଘର ଭିତରକୁ ନେବା ଚାଲ ବୋଲି, କାହିଁକିନା ସେ ସମୟରେ ପିତବାପ ଅସୁସ୍ଥ ଥିଲେ। ପିତବାପ ଉଠାଇ ନେଲା ବେଳେ ପାର୍ଥ ମତେ ଏଠି ଛାଡିଦେ, ଆଜି ତାର ଜନ୍ମଦିନରେ, ମାନେ ସେ ଅଜଣା ସେ ରୂପରଞ୍ଜନ ତାକୁ ଦେଖିନି, ଖାଲି ତାଠାରୁ ଚିଠି ପାଏ, ରୂପରଞ୍ଜନ ଘରୁ ହୃଷି ଚିଠି ପଠାଏ, ଚିଠି ପାଇ ତାର ଜନ୍ମଦିନ। ଉତ୍ସବ ପାଳିବାକୁ ଜ୍ୟୋତିଷ ମନା କରିଛି, ହେଲେ ମନ ଉତ୍ସବ କେମିତି ବନ୍ଦ କରିବୁ କହିଲୁ? ଆଜି ଏଇଠି ଶୋଇବି, ଆଜି 20 ବର୍ଷ ପୁରୀ ଗଲା, ତୁ ତ ସେ ରାତିରେ ଥିଲୁ ପାର୍ଥ, ତୁ ଦେଖିଛୁ ତାକୁ, ଜନ୍ମ କରି ମା ତାର ମଲା ତୋରି କୋଳରେ, ଗୋଟି ଗୋଟି କରି ସମସ୍ତଙ୍କୁ ଚିକିତ୍ସା କରିଛୁ, କେବଳ ମୁଁ ରହିଲି ମୋର ଅଦେଖା ନାତିଟାକୁ ଧରିକି। ଯେ ଜାଗାରେ ପିତବେଶର ନାତି ହେଉଛି ସେ ରୂପରଞ୍ଜନ, ତାଙ୍କ ଘରର ସମସ୍ତେ ମରି ଯାଇଥିଲେ, ତାର ନାତି ରୂପରଞ୍ଜନ ଯାଇକି ପାଳିତ ହେଉଥିଲା ହୃଷିକ ଘର ମାନେ ପାଖରେ ଦିଲ୍ଲୀରେ। ସେ ଜିନିଷ ଆମେ ବର୍ତ୍ତମାନ ଜାଣିଲା, ତା ନାତି ରୂପରଞ୍ଜନ ଯାହାର ସ୍ମୃତିକୁ ଧରିକି ବଞ୍ଚିଛି, ମାନେ ରୂପରଞ୍ଜନ ଏମିତି କରୁଛି ସେମିତି କରୁଛି, ସେ ଚିଠି ସେ ପାଏ ହୃଷିଙ୍କ ଠାରୁ ପିତବାପ। ଡାକ୍ତର କହିଲେ ଛାଡ ସବୁ କଥା, ଯାହା ହେବାର ଥାଏ ହୁଏ, ତୋର ଆଉ ବା ଚିନ୍ତା କଣ? ନାତି ଉପଯୁକ୍ତ ହେଲାଣି, ଇଆଡକୁ ସବୁ ଭାବେ ନା। ପିତବାପ ଖାଲି ଭୟ କଣ ଜାଣୁ? ଡାକ୍ତର କେତେବେଳେ ଲୋଭ ନ ସମ୍ଭାଳି ତୁ ଦୌଡ଼ିଯିବୁ ଦିଲ୍ଲୀ, ମୋ ମତରେ କିଛି କ୍ଷତି ହେବ ନାହିଁ, ତୋ ଦେହ ଲାଗି ବରଂ ମୁଁ ସେଇଆ ପରାମର୍ଶ ଦେବି ବୋଲିକି କହିଲେ ଡାକ୍ତର। କେତେବେଳେ ବି ତୁ ପଳେଇଯିବୁ ଦିଲ୍ଲୀ ତୋ ନାତି ପାଖକୁ ବୋଲିକି କହୁଛନ୍ତି ପିତବାପ। ମୁଁ ମଧ୍ୟ ଭାଗ୍ୟ ଓ ଗଣନାକୁ ବିଶ୍ୱାସ କରୁନଥିଲି, ଆଜି ବିଶ୍ୱାସ କରେ ନା ପାର୍ଥ, କିନ୍ତୁ ଭୟ କରେ, ଯେଉଁ ପ୍ରଚଣ୍ଡ ଆକ୍ରମଣରେ ସେ ମୋତେ ପଙ୍ଗୁ କରିଦେଇଛି, ମୁଁ ତାକୁ ଭୟ କରେ ନା ମୋ ଜୀବନ ଲାଗି, ଭଲ କେବଳ ସେଇ କଅଁଳ ପତରଟି ଲାଗି, ମାନେ ତା ନାତିକୁ କେବଳ ସେ ଝୁରି ହେଉଛନ୍ତି ନାତି ପାଇଁ। ଡାକ୍ତର ମୁଁ ତାହେଲେ ଆସେ ଭାଇ। ପିତବାପ ଯିବୁ? ଯା। ଡାକ୍ତର ତତେ ଶୋଇବାକୁ ହେବ,
ମାଇଲ୍ଡ ଷ୍ଟ୍ରୋକ୍ କେତେବେଳେ ସିରିୟସ୍ ହୋଇଯାଇପାରେ, ତୁ ଶୋଇକି ରହରେ, ତୋ ଦେହ ଭଲ ନାହିଁ ବୋଲିକି ଡାକ୍ତର ତାଙ୍କର ପିତାବାପାର ବନ୍ଧୁ ଡାକ୍ତରଙ୍କୁ ବୁଝେଇଛନ୍ତି ପାର୍ଥ। ପିତାବାପା ଆଜି ରାତିରେ ତ ମୁଁ ଶୁଏ ନା ପାର୍ଥ, ପରିଣାମ ଯାହା ହେଉନା କାହିଁକି ସୁପରମ୍ୟାନ ଆଣ ବର୍ଷକର ରିଭ୍ୟୁଟା ପଢ। ପାର୍ଥ ଶୁଣୁ। ଚାକର କପେ କଫି ଡାକ୍ତରଙ୍କୁ ଦେବା। ଡାକ୍ତର କଫି? ବା ସୁପରମ୍ୟାନ ସତରେ ତୁମେ ଅଦ୍ଭୁତ। ହଁ ତୋର ରିଭ୍ୟୁଟା କଣ ପିତାବାପ କହ, ପଢ ପଢ ସେ ବର୍ଷ ଯାକର ସେଟା ପଢ ଆଉ ରିଭ୍ୟୁଟା ଦେ। ପିତାବାପ ନାତିର ଜନ୍ମ ନକ୍ଷତ୍ର ପାଳନର ଏକମାତ୍ର ଉତ୍ସବ ହୃଷିକେଶର ବର୍ଷକର ଚିଠିରେ ରିଭ୍ୟୁ ମୁଁ କରେ ଆଉ ଶୁଣାଏ ସୁପରମ୍ୟାନଙ୍କୁ। ହୃଷିକେଶ ବର୍ଷ ଯାକ ଯାହା ଚିଠି ଲେଖେ ସେ ଚିଠି ସୁପରମ୍ୟାନଙ୍କୁ ଶୁଣାନ୍ତି। ଏ ଯାଏଁ ତ ତାକୁ ଦେଖିନି, ଦେଖିପାରିବି ନାହିଁ। ବନ୍ଧୁ ହୃଷିକେଶ ମୋର ଅନୁରୋଧରେ ଅକ୍ଷର ଅକ୍ଷରେ ପାଳନ କରୁଛି। 20 ବର୍ଷ ହେବ ପ୍ରତି ସପ୍ତାହରେ ଚିଠି ଲେଖେ। ସେଇ ଚିଠିରୁ ମୁଁ ଦେଖେ ମୋର ଏକମାତ୍ର ବଂଶ ରୂପରଞ୍ଜନକୁ। ଯେ ପିତାବାପର ବନ୍ଧୁ ହେଉଛି କିଏ? ହୃଷିକେଶ। ହୃଷିକେଶ ନେଇକି ରୂପରଞ୍ଜନକୁ ପାଳନ କରୁଥିଲା ଦିଲ୍ଲୀରେ ଏବଂ ସେଇ ଜାଗାରେ ହୃଷିକେଶ ସେ ରୂପରଞ୍ଜନର ହାଲଚାଲ ବାବଦରେ ଲେଖିକି ରୂପରଞ୍ଜନ ହାଲଚାଲ ବାବଦରେ ଲେଖିକି ପିତାବାପଙ୍କୁ ଚିଠି ମାଧ୍ୟମରେ ଜଣାଏ, ଯାହାକୁ ପଢିକି ପିତାବାପ ଜାଣନ୍ତି ଯେ ପ୍ରକୃତରେ ରୂପରଞ୍ଜନ କେମିତି ଅଛି ବୋଲିକି। ଡାକ୍ତର କହିଲେ ରୂପରଞ୍ଜନ ନିଜେ ଲେଖେ ନା ହୃଷି ଲେଖନ୍ତି? ପିତାବାପ ରୂପ ଜାଣେ ନା ଯେ ତାର ଅଜା ମୁଁ, ସେ ଜାଣେ ସେ ହୃଷିକେଶର ପୁଅ। ପିତାବାପ କହିଲେ ରୂପରଞ୍ଜନ ଜାଣେ ନା ଯେ ତାର ଅଜା ମୁଁ ବୋଲିକି, ସେ ଜାଣିଛି ଯେ ହୃଷିକେଶର ପୁଅ। ଜାଣିଥିଲେ କି ଏବେ ବି ଜାଣିଲେ ସେ ହୁଏତ କିଛି ମାନିବନି, କେଉଁଦିନ ଧାଇଁ ଆସିବ ମୋର ଫନି ଦୃଷ୍ଟି ସମ୍ମୁଖକୁ। ମାନେ ଯାହାର ପିତାବାପ କହୁଛନ୍ତି କି ସେ ଛୋଟ ଛୁଆଟା ଥିଲା ରୂପରଞ୍ଜନ, ସେ ଜାଣିନି ମୁଁ ତାର ଅଜା ବୋଲିକି, ସେ ଭାବୁଥିବ ଯେ ହୃଷି ତା ବାପ ବୋଲି, କିନ୍ତୁ ହୃଷି ତା ବାପ ନୁହେଁ, ସେ ହେଉଛି ହୃଷି ମୋ ବନ୍ଧୁ ଏବଂ ସେ ତାକୁ ନେଇକି ରଖିଛି। ଡାକ୍ତର କଣ ଏସବୁ କହୁଛୁ? ପିତାବାପ ଯାହା ଭୋଗିଛି ଭାଇ ସେଇଆ କହୁଛି, ଅଭିଜ୍ଞତା ଜଳାପୋଡା ଅଭିଜ୍ଞତା। ହଁ ପାର୍ଥ ଶୁଣ ଆଉ କଳ୍ପନା କରି କହ ମୋ ରୂପରଞ୍ଜନ କିପରି। ଆରେ ପଢ ସୁପରମ୍ୟାନ ପଢ, ସେ ଚିଠି ଗୁଡାକୁ ପଢ, ତାକୁ କଳ୍ପନା କରିକି ଡାକ୍ତର ପାର୍ଥ କହିବେ ଯେ ମୋର ରୂପରଞ୍ଜନ କିପରି। ତା ବାବଦରେ ହୃଷି ଯୋଉ ଚିଠି ଲେଖିଛି ସେଇ ଚିଠିକୁ ପଢ, ଯାହାକୁ ଦେଖିକି ପାର୍ଥ ବି କହିବେ ମୋ ରୂପରଞ୍ଜନ କିପରି। ଚାକର ପଢିଲା। 20 ବର୍ଷ ଚାଲିଲା, ଉଚ୍ଚ 5 ଫୁଟ 7 ଇଞ୍ଚ, ଛାତି 34, ରଙ୍ଗ ଆହୁରି ଫିଟି ଯାଇଛି, ଓଠ 2ଟି ଲାଲା, କୁଞ୍ଚ କୁଞ୍ଚିଆ ବାଲ, ଗୋଡର ପେଣ୍ଡା ଖୁବ ଶକ୍ତ। ପ୍ରତିଦିନ ସକାଳେ ଘୋଡା ଚଢେ 10 ମାଇଲ, ଆଖି 2ଟି ନେଲି, ହସିଲେ ଖୁବ ମାନେ, ନାକ ଉନ୍ନତ, ବଡ କପାଳ। ସହରରେ ଏତେ ସୁନ୍ଦର ଯୁବକ ନାହାନ୍ତି କହିଲେ ଚଳେ। ପଢାରେ ଯେପରି, ଖେଳ କସରତ ଓ ସବୁ କାମରେ ସେପରି। ଚମତ୍କାର ଇଂରାଜୀ କହିପାରେ, ପୋଷାକ ପିନ୍ଧି ଇଂଲିଶ କହିଲେ ଇଂଲିଶ ଯୁବକ ବୋଲି ଭୁଲ ହେଇଯାଏ ବୋଲିକି ସେ ମାନେ ସେଇ ରୂପରଞ୍ଜନର ଯୋଉ ଚିଠି ହୃଷିକେଶ ଲେଖିଛନ୍ତି ସେଇ ଚିଠିକୁ ଚାକର ପଢୁଛି। କାହାକୁ ଶୁଣିବା ପାଇଁ? ଡାକ୍ତର ପାର୍ଥଙ୍କୁ ଶୁଣିବା ପାଇଁ। ପିତାବାପ ତାପରେ କହିଲେ ଓଠ 2ଟି ଲାଲ, କୁଞ୍ଚ କୁଞ୍ଚିଆ ବାଳ, ଉନ୍ନତ ନାକ, ବଡ କପାଳ, ସୁନ୍ଦର ଦାନ୍ତ, ରଙ୍ଗ ସୁନ୍ଦର, ଆଖି ନେଳିଆ। ପାର୍ଥ କହ ପାର୍ଥ କିପରି ମୋ ରୂପରଞ୍ଜନ। ମୁଁ ଆଙ୍କିଛି ତାକୁ ରଙ୍ଗ ଦେଇ ମୋ ତୁଳିରେ। ମୁଁ ସେ ଚିଠି ପଢି ତା ବାବଦରେ ଶୁଣି ମୁଁ ମୋ ରୂପରଞ୍ଜନକୁ ଆଙ୍କିଛି ତୁଳିରେ। ସୁପରମ୍ୟାନ ଦେଖାଅ, ପାର୍ଥକୁ ଦେଖାଅ। ମାନେ କେବଳ ଚିଠି ପଢି ହିଁ ପିତାବାପ ଏତେ ଭଲ ପାଉଥିଲା ତା ନାତିକୁ ଯେ ସବୁଦିନ ଚିଠିକୁ ଅପେକ୍ଷା କରିକି ରହେ ପ୍ରତି ସପ୍ତାହକୁ। ତାପରେ ତାଠାରୁ ସବୁ ଜିନିଷ ପଢିକି ହିଁ ସେ ଗୋଟେ ଆଙ୍କି ଦେଇଛି ନିଜ ମନରେ ଯେ ରୂପରଞ୍ଜନ ଏମିତି ହେଇଥିବ ବୋଲିକି। ଚାକର ଟେବୁଲ ଉପରେ ଫଟୋ। ଡାକ୍ତର କହିଲେ ଚମତ୍କାର ରିଏଲି ଏ ମାସ୍କୁଲାଇନ ବିଉଟି। ପିତାବାପ ଚମତ୍କାର। ପାର୍ଥ କହିଲା ଚମତ୍କାର ସୁପରମ୍ୟାନ ମାସ୍କୁଲାଇନ ବିଉଟି। ଖୁସି ହେଇଯାଇଛନ୍ତି ସେମାନେ, ମାନେ ଚିତ୍ର ଗୋଟେ ନିଜେ କାଟି ଦେଇଛି ପିତାବାପ ପଢି ତା ନାତିର ଚିତ୍ର। ଡାକ୍ତର କଣ ହେଲା ପିତାବାପ? ପିତାବାପ କିଛି ନାହିଁ ପାର୍ଥ, କିଛି ନାହିଁ। ଗୁଡାଏ ନିଶ୍ୱାସ ଠେଲି ହେଲେ କଲିଜାଟା ଥରି ଉଠେ, ତାର ଦେହ ଅସ୍ୱସ୍ଥ, ଅଧିକ ଖୁସି ହେଇଗଲେ ବି ତାକୁ ଅଣନିଶ୍ୱାସୀ ଭଳିଆ ଲାଗେ ପିତାବାପକୁ। ଡାକ୍ତର ଚାକର ପିତାବାପକୁ ଧରିବା, ଚାଲ ବିଛଣାକୁ ଚାଲ ଶୁଆଇବା। ପିତାବାପ କହି ମାନେ ଶୋଇବା ପାଇଁ ନାହିଁ, ପିତାବାପ ସୁପରମ୍ୟାନ ଟଙ୍କା କାଲି ପଠେଇ ଦେବ। ପାର୍ଥ ହୃଷି କହେ ନାତି ଲାଗି 300 ଟଙ୍କା ଦରକାର, କିନ୍ତୁ ମୁଁ ପଠାଏ 500, ପ୍ରତିବର୍ଷ 100 ବେଶୀ। ବୁଝୁନୁ ପାର୍ଥ, ପ୍ରତିବର୍ଷ ସେ ବଡ ହେଉଛି। এই ଜାଗାରେ ପିତାବାପର ସେ ଯୋଉ ନାତିକୁ ପାଳନ କରୁଛି କି ହୃଷି, ତ ମାନେ ହୃଷି କହେ ଯେ ମାସକୁ 300 ଟଙ୍କା ଦରକାର ସେଟାକୁ ପଢେଇବା ପାଇଁ। 300 କହେ କିନ୍ତୁ ଇଏ ପଠାଏ 500, ପ୍ରତିବର୍ଷ 100 ବେଶୀ, ମାନେ 100 ବେଶୀ ପଠାଏ ବର୍ଷକୁ ବର୍ଷ। ପ୍ରତିବର୍ଷ ସେ ବଡ ହେଉଛି। ମନ ନୂଆ କେତେ ଚିନ୍ତା କରିବ, ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ଦଳ ବଢିବେ। ମୁଁ ଚାହେଁ ତାର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଉଚ୍ଚ ହେଉ, ମୁଁ ଚାହେଁ।
ଡାକ୍ତର ସବୁ ଠିକ ହେଇଯିବ, ତୁ ଫୋଇଲୁ ନେ ଔଷଧ ଖା, ତୋ ଦେହଟା ଭଲ ନାହିଁ ରେ, ତୁ ଫୋ, ତୁ ନ ଫୋଇଲେ ମୁଁ ଯିବିନି। ପିତବାପ କହିଛନ୍ତି ତୁ ଯା ପାର୍ଥ ଯା। ଡାକ୍ତର ମୁଁ ଯିବି ପିତବାପ, ମୋ ଲାଗି ତୁ ବ୍ୟସ୍ତ ହୁଅ ନା, ମୁଁ ଯିବି। ପିତବାପ ତାପରେ ନିଜ ନାତିକୁ କେତେ ଝୁରି ହେଉଛନ୍ତି, ନିଜ ନାତିର ସ୍ମୃତିକୁ ଧରିକି ହିଁ କେବଳ ସେ ବଞ୍ଚି ରହିଛନ୍ତି, ତାକୁ ସେ ଦେଖି ନାହାନ୍ତି, କେବଳ ପଢୁଛନ୍ତି ସବୁଦିନ ହୃଷିକେଶର ଚିଠିରୁ ଯେ ରୂପରଞ୍ଜନ ଏମିତି ହେଇଥିବ, ରୂପରଞ୍ଜନ ସେମିତି ହେଇଥିବ। ପିତବାପ କହିଲେ ସେ ଖୁବ ଭଲ ପଢୁଛି ରେ ପାର୍ଥ। ହୃଷି ପୁଣି ଲେଖେ ଯେ ରୂପ IAS ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବ। ପାର୍ଥ ହୃଷି ଋଣ ଅଫୁଜା ରହିଯିବ, ବିରାଟ ଋଣ ଯେ ଏ ହୃଷି ଲେଖିଛି ଯେ ମୋ ନାତି IAS ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବ। ପାର୍ଥ ଶୁଣ, ହୃଷିର ଋଣ ଅଫୁଜା ରହିବ, ତା ଋଣକୁ ମୁଁ ଶୁଝି ପାରିବିନି ରେ, ସେ ମୋ ନାତିକୁ ନେଇକି ପଢେଇକି ରଖୁଛି, ବିରାଟ ଋଣ। ବନ୍ଧୁ ପାଇଁ ବନ୍ଧୁ ଏପରି କରିପାରେ, ମୁଁ ହୁଏତ ପାରିନଥାନ୍ତି। 7 ଦିନରୁ ଛୁଆଟାକୁ କି ଧମ୍ବରେ ସେ ନେଲା କହିଲୁ, 7 ଦିନରୁ ସାହସର ସହିତ ତାକୁ ସେ ନେଇକି, 7 ଦିନ ହଉଥିଲା ରୂପରଞ୍ଜନକୁ ଯେତେବେଳେ ସେ ତାକୁ ନେଇକି ହୃଷି ପାଳନ କରିଛି। କି ଛାତି ତାର, 20 ବର୍ଷ ଧରି ସେ ତାକୁ ମଣିଷ କରିବାକୁ ଲାଗିଛି। ପ୍ରତିଟି ଦିନ ପ୍ରତିଟି ମୁହୂର୍ତ୍ତରେ ତାକୁ ନିରୀକ୍ଷଣ କରୁଛି, ତାକୁ ବଡ କରିବାକୁ ଚେଷ୍ଟା କରୁଛି। ତାର ଚେଷ୍ଟାକୁ ବ୍ୟର୍ଥ କରନା ପ୍ରଭୁ, ମୁଁ ନ ଦେଖେ ହୃଷି ତାର ପରିଶ୍ରମ ଓ ଧୈର୍ଯ୍ୟର ଫଳ ଦେଖୁ। ଆଜି କି ଶାନ୍ତି ପାର୍ଥ ପାର୍ଥ ବୋଲିକି ସେ କହିଛି। ମାନେ ପିତବାପ ବହୁତ ଖୁସି ହେଇଯାଉଛି, ନିଜ ନାତିର କଥା ସ୍ମରଣ କରିକି, ତାକୁ ଯେ ରଖିଛି ତା ଦାୟିତ୍ୱକୁ ନେଇକି ମଧ୍ୟ ଇଏ ସମ୍ମାନ ଜଣାଉଛି। ଆସ୍ତେ ଆସ୍ତେ ସ୍ୱର କ୍ଷୀଣ ହେବା ସହିତ ଆଲୋକ ନିଷ୍ପ୍ରଭ ହେବାକୁ ଲାଗିଲା। କିଛି ସମୟ ପରେ ଦେଖାଗଲା ଡାକ୍ତର ଓ ଚାକର ନିଷ୍ପ୍ରଭ ଆଲୋକରେ ପିତବାପଙ୍କ ବିଛଣା ପାଖରେ ଠିଆ ହେବା ଏବଂ ପିତବାପଙ୍କୁ ଶୋଇବା ଦେଖି ମଞ୍ଚର ସମ୍ମୁଖକୁ ଦୁହେଁ ଆସିବା। ପିତବାପ ଶୋଇ ପଡିଛନ୍ତି। ତାରେ ଡାକ୍ତର ସୁପରମ୍ୟାନ ତୁମେ ତ ବୁଢା ହେଲ, ଆଚ୍ଛା ତୁମେ କହିପାରିବ ପିତବାପର ଏ ମାରାତ୍ମକ ରୋଗର ଔଷଧ କଣ? ଓ ସୁପରମ୍ୟାନ ଚାକର, ତୁମେ ତ ବୁଢା ହେଲଣି, ତୁମେ କଣ କହିପାରିବ ପିତବାପର ମାରାତ୍ମକ ରୋଗର ଔଷଧ କଣ? ଚାକର କହିଲା ଦେହ ଯଦି ମନ ଉପରେ ନିର୍ଭର କରେ ତେବେ ଆପଣ ହିଁ କହିବେ ଡାକ୍ତର ବାବୁ। ଡାକ୍ତର ତୁମ ସଂଳାପ ଅତି ବଳିଷ୍ଠ ସୁପରମ୍ୟାନ, ମୁଁ କହିବି, ଯାହା କହିବି ତୁମେ ଜାଣ, ଆଉ ବିଳମ୍ବର କୌଣସି ପ୍ରୟୋଜନ ନାହିଁ। ତୁମେ ମତେ ଦେଖି ତାହା ଅନୁଭବ କରୁଛ। ହୃଷିର ଠିକଣାଟା ଦିଅ, ଯେ ହୃଷିର ଠିକଣାଟା ଦିଅ, ଆଉ ବିଳମ୍ବ କର ନାହିଁ। ଚାକର ଚମକି ଡାକ୍ତର ବାବୁ, ଉପାୟ ନାହିଁ, ନିଜ ମନର ବ୍ୟାକୁଳତାକୁ ଅଜଣା ଆତଙ୍କ ଲାଗି ସେ ଚାପିବାରେ ଲାଗିଛି, ଯାହାର ପରିଣାମ କ୍ରମଶଃ ଭୟାବହ ହେବାକୁ ଯାଉଛି। ଯେ କଣ, ଯେ ନିଜ ମନର ବ୍ୟାକୁଳତାକୁ ଅଜଣା ଭାବିକି ସେ ଆତଙ୍କକୁ ସେ ଚାପିବାରେ ଲାଗୁଛି, ସବୁଦିନ ସେ ତା ନାତିକୁ ଝୁରି ହେଉଛି, ଯାହାର ପରିଣାମ ଭୟାବହ ହେବାକୁ ଲାଗୁ ଯାଉଛି। ତାର ଇଚ୍ଛା ପୂରଣ କରିବାକୁ ହେବ, ସେ ହୁଏତ ଅଜ୍ଞାନ ହୋଇପଡିଛି, ଭୟର କୌଣସି କାରଣ ନାହିଁ, ମତେ ଠିକଣାଟି ଦିଅ ବୋଲିକି ଠିକଣାଟି ଦିଅ, ହେଲେ ହୃଷିର ମୁଁ ଆଣିକି ମାନେ କିଛି ଗୋଟେ ବ୍ୟବସ୍ଥା କରିକି ଦେଖା କରିବି ବୋଲି ସେ ରୂପରଞ୍ଜନକୁ କାହା ସହିତ, ଯେ ଡାକ୍ତର ପାର୍ଥ ତାଙ୍କ ବନ୍ଧୁ ପିତବାପ ସହିତ ଦେଖା କରିବେ ବୋଲିକି। ଚାକର ନୋଟବୁକ୍ ଆଣି ଦେଖେଇବା ଓ ଡାକ୍ତର ଲେଖି ନେଇ ଆସ୍ତେ ଆସ୍ତେ ମାନେ ଲେଖି ନେଇଛନ୍ତି ବୋଲିକି ଆମେ କହିପାରିବା। ଡାକ୍ତର ଦେଖ ସୁପରମ୍ୟାନ, ତୁମେ ପାଖରେ ଥାଅ, ମୁଁ ଠିକ ସମୟରେ ଆସିଯିବି, ଯଦି ଜ୍ଞାନ ଫେରି ଆସେ ଏଇ ମେଡିସିନଟା ରଖ, ଖାଇବାକୁ ଦେବ, ତୁମେ ବସ। ଧୀରେ ଧୀରେ ଡାକ୍ତର ପ୍ରସ୍ଥାନ କରିଛନ୍ତି। ଚାକର କିଛି ସମୟ ବସି ଘର ଭିତରକୁ ଚାଲିଗଲା ଓ କ୍ରମେ ମଞ୍ଚ ଅନ୍ଧକାର ହେଲା। ଦରବାରୀ କାନଡାର ଗତ ସଙ୍ଗୀତ ମଧ୍ୟ ଧୀରେ ଧୀରେ ଗଲା ପଟ୍ଟଭୂମିକୁ। ହୃଷିକେଶର ଅସ୍ପଷ୍ଟ ସ୍ୱର ଅନ୍ତରାଳରୁ ଶୁଣାଗଲା ହୃଷିକେଶର ଅସ୍ପଷ୍ଟ ସ୍ୱର। ହୃଷିକେଶ ତୁ ଭାବନା ଭାଇ, ରୂପରଞ୍ଜନ ଏ ରୋମାନ ବିଉଟି କାଲି ଘୋଡ଼ା ଚଢିଥିଲା, ମନେ ହେଲା ସ୍ୱପ୍ନ ରାଇଜର ରାଜକୁମାର ଯାଉଛି ପକ୍ଷୀରାଜ ଘୋଡ଼ା ନେଇ ପକ୍ଷୀର ସନ୍ଧାନରେ। ସ୍ୱପ୍ନରେ ପିତବାପ ହୃଷିକେଶର ହସ ସହିତ ହସିବା ଓ ସଙ୍ଗେ ସଙ୍ଗେ ମଧୁର ସଙ୍ଗୀତର ଛନ୍ଦ। ପିତବାପ ପାଟି କରି ହସ, ମାନେ ଏ ଜାଗାରେ ସେ ସ୍ୱପ୍ନ ଦେଖୁଛି ପିତବାପ। ତାପରେ ଏକ ମୋ ଛାୟା, ସେ ବିଲାତ ଯିବ କହୁଛି, ତୋର ଆପତ୍ତି ନାହିଁ ସେ ଯାଉ? ପିତବାପ ହଁ ସେ ଯାଉ, ମାନେ ଆଖି ସାମ୍ନାରେ ଦେଖୁଛି, ତା ମାନେ ସ୍ୱପ୍ନ ଦେଖୁଛି। ଦୁଇ ଛାୟା ହଁ ସେ ଯାଉ, ଯେଉଁ ଆଡେ ଚାହିଁବ ସିଆଡେ ଯାଉ, ଗୋଟିଏ ବଂଶର ଆମେ ସମସ୍ତେ ଚାହୁଁ, ସେ ପୁଣି ପୂର୍ଣ୍ଣ କରିଦେଉ ଏ ଘରକୁ। ପିତବାପ କିଏ ତୁମେ? ଏକ ମୋ ଛାୟା ହଁ କିଏ ତୁମେ? ଦ୍ୱିତୀୟ ଛାୟା ମୁଁ ଅସ୍ପିନି, ସଙ୍ଗୀତର ବ୍ୟାକୁଳ ସ୍ୱର। ପିତବାପ ଅସ୍ପିନି, ମୁଁ ଜୀବନର ଶେଷ ପ୍ରାନ୍ତରେ ଦୀପ ଜାଳି ବସିଛି ଅସ୍ପିନି, ତ ରୂପରଞ୍ଜନ ଲାଗି, ସେ ମଣିଷ ହେଲେ ମୁଁ ତୋରି ପାଖକୁ ଚାଲିଯିବି। ଏ ଜାଗାରେ ଅସ୍ପିନି ମାନେ କିଏ? ରୂପରଞ୍ଜନର ପିତା। ସେ ଅସ୍ପିନିଙ୍କର ଛାଇ ସହିତ ଇଏ କଥାବାର୍ତ୍ତା କରୁଛନ୍ତି। ଅସ୍ପିନି ହଁ ବାପା ତୁମେ ଥାଅ କହେ କି ସୁନ୍ଦର ହସେ, ମାନେ ଜାଗାରେ ଦେଖା ଦେଇଛି। ଏ ସ୍ୱପ୍ନରେ ଦେଖୁଛନ୍ତି, ଅସ୍ପିନି ଆସିକି ତାଙ୍କୁ ପଚାରୁଛି ମୋ ରୂପରଞ୍ଜନ
ତାର ଉପରଞ୍ଜନ ବାବଦରେ ତମେ ଭୂତ ସହିତ କଥା ହଉଛି ତା ମାନେ ଛାୟା ସହିତ ପିତବାଫ ହୃଷିକେଶ ସତରେ ଏଇଟା ହୃଷିକେଶ ନା ସ୍ୱପ୍ନ କଷ୍ଟରେ ମୁଣ୍ଡ ଉପରକୁ ଗ୍ଲାସ ନେଇ ପାଣି ପିଇ ପୁଣି ଶୋଇବା ଦ୍ୱାରରେ କେହି ଜୋରରେ ଧକ୍କା ମାରିବା ଦେଖା ଦେଇଛି ପିତବାଫ କିଏ 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 ଏତିକି ବେଳେ ସୁପରମ୍ୟାନ ଔଷଧ ହାତ ଧରିକି ଚାକର ଦୌଡ଼ି ଆସିଲା ଚାକର କିଏ କିଏ କାହାକୁ ଡାକୁଥିଲେ ବୋଲି ପିତବାଫ କିଏ ଡାକୁଛି ଦେଖ ତ ସୁପରମ୍ୟାନ କିଏ ଡାକିଲା ଭଳିଆ ସାଉଣ୍ଡ ହଉଛି ତ ପିତବାଫ କହିଲେ କିଏ ଡାକୁଛି ଦେଖ ତ ସୁପରମ୍ୟାନ ଚାକର କେହି ନାହାନ୍ତି ପବନ ପିତବାଫ ଭାବୁଛି ମୁଁ ତାହେଲେ ସ୍ୱପ୍ନ ଦେଖୁଥିଲି ସତରେ ସ୍ୱପ୍ନ ଦେଖୁଥିଲା ଇଏ ଚାକର ଡାକ୍ତର କହି ଯାଇଛନ୍ତି ନିଦ ଭାଙ୍ଗିଲେ ଏଇ ବଟିକା ଖାଇବେ ପିତବାଫ କେତେ ଆଉ ଔଷଧ ଖାଇ ନିଦ କିଣିବି କହିଲୁ ସୁପରମ୍ୟାନ କେତେ ଆଉ ମାନେ ଏଇ ନିଶା ଔଷଧ ଖାଇ ଖାଇକି ମୁଁ ନିଦକୁ କିଣିବି ପିତବାଫ ଶୋଇଲେ କିଛି ସମୟ ପରେ ପୋଷ୍ଟମ୍ୟାନର ପ୍ରବେଶ ହେଲା ଚାକର ମାନେ ଏ ଜାଗାରେ ସ୍ୱପ୍ନ ଦେଖିଛି ପିତବାଫ ପ୍ରକୃତରେ ତା ମାନେ ସାଙ୍ଗ ଆଉ ତା ପୁଅ ସେ ସ୍ୱପ୍ନରେ ଦେଖିଛି ଚାକର ଦେଲେ ମାନେ ପୋଷ୍ଟମ୍ୟାନ ଆସ୍ତେ ଆସ୍ତେ ତମେ ପାର୍ଟି କର ନା ଦିଅ ଟେଲିଗ୍ରାମଟା ପୋଷ୍ଟମ୍ୟାନର ପ୍ରସ୍ଥାନ ଟେଲିଗ୍ରାମଟା ଆସେ ମାନେ ସେ ଯୋଉ ଲେଖେ କିଏ ଲେଖେ ହୃଷିକେଶ ସେ ଟେଲିଗ୍ରାମଟା ଆସିଛି ପିତବାଫ କିଏ ଚାକର କେହି ନାହିଁ ବାବୁ ଏ ଠକୁଛି ଏ କେହି ନାହାନ୍ତି ବୋଲି ପିତବାଫ କହିଲେ ମୁଁ ଦେଖିଛି କିଏ ଆସିଛି ମୁଁ ନ ଦେଖିଲେ ସୁଦ୍ଧା ସୁପରମ୍ୟାନ କାନ ମୋର କାହାରି ପାଦ ଶବ୍ଦ ଧରି ପାରିଛି ତା ଆଜି ଯାଏ ଭୁଲ ହେଇନି ସୁପରମ୍ୟାନ କିଏ ଆସିଥିଲା କୁହ ବୋଲିକି ପିତବାଫ ଚାକରକୁ ପଚାରୁଛି ତାପରେ ଆମେ ଦେଖିବା ଆଉ କେତେ ପେଜ ରହିଲା ରେ 9 ପେଜ ପଡିଲା 13 14 15 16 ଭିडिଓ ବେଶୀ ଲଙ୍ଗ ହେଇଯିବ ତ ଏତିକି ହିଁ ପଢିବା ଆଜିର କ୍ଲାସରେ 40 ମିନିଟ୍ କ୍ରସ୍ ହେଇଯିବ ପଢିଲା ବେଳକୁ ହଁ ଏତିକି ହିଁ ପଢିବା 13 14 15 ପଢେ 4 ପେଜ କାଲି ପଢିବା ତ ବର୍ତ୍ତମାନ କ୍ଲାସ ଏତିକି ହିଁ ଆମେ ଆଲୋଚନା କଲା ଏବଂ ଆଶାରୂପକ ପାହାଡକୁ ଧରିକି ବଞ୍ଚି ରହିଛି ପିତବାଫ ଯିଏକି ରୋଗ ଶଯ୍ୟାରେ ପଡିଛି ତା ବନ୍ଧୁ ପାର୍ଥ ତାକୁ ଚିକିତ୍ସା କରିବାକୁ ଆସୁଛନ୍ତି ତା ବନ୍ଧୁ ତା ଘରେ ଅଛି ଗୋଟେ ଚାକର ଯାହାକୁ ସୁପରମ୍ୟାନ ବୋଲି କହେ ଏବଂ ଅନ୍ୟପଟେ ଏ ଯୋଉ ପିତବାଫର ପ୍ରକୃତ ବନ୍ଧୁ ହୃଷିକେଶ ଯିଏକି ପିତବାଫର ଘରେ ସମସ୍ତେ ମରିଗଲା ପରେ ତା ନାତି ରୂପରଞ୍ଜନକୁ ନେଇକି ଯେତେବେଳେ 7 ଦିନ ହଉଥିଲା ସେଇ ସମୟ ନେଇକି ତାକୁ ପାଳନ କରିଛନ୍ତି ଏବଂ ପିତବାଫ ସବୁବେଳେ ନିଜ ନାତିର ସ୍ମୃତିରେ ବଞ୍ଚି ରହିଛି ନାତିର ରୂପ ଗୁଣକୁ ସବୁବେଳେ ହୃଷିକେଶ ଠାରୁ ଚିଠି ମାଧ୍ୟମରେ ପାଇଥାଏ ତ ଆଗକୁ ଆମେ ଦେଖିବା ଯେ ପ୍ରକୃତରେ ଲାଷ୍ଟରେ କଣ ସତରେ ରୂପରଞ୍ଜନ ଫେରି ଆସିଛି କି ମାନେ ପିତବାଫ ଯେତେବେଳେ ରୋଗ ଶଯ୍ୟାରେ ପଡିଛି ରୋଗ ଶଯ୍ୟାରେ ମୃତ୍ୟୁବରଣ କରିବା ପୂର୍ବରୁ ସତରେ ରୂପରଞ୍ଜନ ଫେରି ଆସିଛି କି ନା ରୂପରଞ୍ଜନ ଗୋଟେ କଳ୍ପନା ସେ ଜାଗାରେ ଆମେ ଯେମିତି ଦେଖିଲା ଯେ ସମ୍ବିତର ମା ବାପା ଝୁରି ହେଉଛନ୍ତି ସମ୍ବିତକୁ ଲାଷ୍ଟରେ ସମ୍ବିତ ଫେରି ଆସିଛି ତ ଏ ଜାଗାରେ ପ୍ରକୃତ ରୂପରଞ୍ଜନ ଆସିଛି କି ସେଟା ଆମେ ଆଗାମୀ ପାଠରେ ଆଲୋଚନା କରିବା ଏବଂ ଆଶା କରୁଛି ତୁମକୁ ମୁଁ ଯାହା ବି ବୁଝେଇଲି ସେ ଜିନିଷ ତୁମେ ବୁଝିପାରୁଥିବ ବୋଲି କାହିଁକିନା ମୁଁ ମୋ ଆଡୁ 100% ଟ୍ରାଏ କରେ ସବୁବେଳେ ଯେ ମୁଁ ଯାହା ବି ପଢାଏ ପିଲାମାନେ କେମିତି ତାକୁ ବୁଝିପାରିବେ ବୋଲି ଯଦି ବୁଝି ନ ପାରୁଥିବ ଦେନ୍ କମେଣ୍ଟ ମାଧ୍ୟମରେ ମୋତେ ଜଣେଇବ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ସମଲେଇ ପୁଣି ଦେଖା ହେବା ଆମେ ଆଗାମୀ ଭିଡ଼ିଓରେ ଏବଂ ସେଇଠି ଆମେ ଆଲୋଚନା କରିବା ଯେ ଏଇ ଯେତିକି ଆମେ ଆଲୋଚନା କରିବା ତାର ପାର୍ଟ 2 ଉପରେ ଆଲୋଚନା କରିବା ଗୋଟେ ପାର୍ଟରେ ଆମର ଏଇ ଭିଡ଼ିଓ ସରିଗଲା ପରେ ତାପରେ ଆମେ ସିଧା ଆମର ଏଇ ଯୋଉ ପରକଳମ ଆଡ଼କୁ ଯିବା ଧନ୍ୟବାଦ।